ଜଗନ୍ନାଥ ଟାହିଆ କାହିଁକି ପିନ୍ଧି ନାହାନ୍ତି ପୁଣି ଗୋଟେ ପାଲ ଷ୍ଟାର୍ଟ ହେଇଗଲା। କିଛି ମାନେ ପୁଳେ ଆରମ୍ଭ କଲେଣି ଯେ ଗୁରୁବାରେ ଜଗନ୍ନାଥ ଟାହିଆ ପିନ୍ଧନ୍ତି ନାହିଁ, କିଏ କହୁଛି ବିଭ୍ରାଟ ହେଲା। ଆରେ ଭାଇ, ଇଏ ସବୁ ଜଗନ୍ନାଥଙ୍କର ଲୀଳା, ସିଏ ତାଙ୍କ ଇଚ୍ଛା ପିନ୍ଧିବେ ନ ପିନ୍ଧିବେ, କ'ଣ ହେଇଛି କ'ଣ ନାହିଁ ତମେ ଏବେଠାରୁ ସବୁ ଆରମ୍ଭ କରିସାରିଲେଣି। ଇନଷ୍ଟାଗ୍ରାମ, ୟୁଟ୍ୟୁବ, ଫେସବୁକ୍ ଯେଉଁଥିରେ ଦେଖିବ ଖାଲି ଏଇ ବିଷୟରେ ଆରମ୍ଭ ହେଲେ। ରଥଯାତ୍ରା ମାନେ ଢଙ୍ଗସେ ସରିନି ତମର ସବୁ ଭଗବାନଙ୍କ ନାଁରେ କମେଣ୍ଟ ଦେବା ଆରମ୍ଭ ହେଇଗଲାଣି। ଭଲସେ କିଛି ଜାଣିନଥିବେ ଆକ୍ଚୁଆଲି ଜିନିଷଟା କ'ଣ ହେଇଛି। ଜଣେ ଦଇତା ପଇତି କହୁଛନ୍ତି ଯେ ଟାଇଆ ପିନ୍ଧିଥିଲେ ବର୍ଷା ଅଧିକ ହେବାରୁ ଓଜନିଆ ହେଲା ଆଉ ସେ ଖସି ପଡ଼ିଲା। ଆଉ କିଏ ମାନେ ସଠିକ୍ ଘଟଣା ତ ଏପର୍ଯ୍ୟନ୍ତ କିଛି ଆସିନାହିଁ। ସଠିକ୍ କଥା ଏପର୍ଯ୍ୟନ୍ତ କିଛି ନ ଜାଣିକିନା ଭଗବାନ ନାଁରେ କିଛି ଟିପ୍ପଣୀ ଦେବା ବା କମେଣ୍ଟ ଦେବା, ଏଇଟା କ'ଣ ଠିକ୍ କଥା? ଯାହା ନାଁରେ ନା ଦେଉଛ ଅଲଗା କଥା। ଆରମ୍ଭ ହେଇଗଲା ଏସବୁ। ମୁଁ ଆଜି ଦେଖୁଥିଲି ଗୋଟେ ଭାଇ କହୁଛି ବିଭ୍ରାଟ ଚାଲିଛି। କ'ଣ ବିଭ୍ରାଟ ଚାଲିଛି? ଠାକୁରଙ୍କର ଭାଇ ଯାହା ମର୍ଜି, ଯାହା ଇଚ୍ଛା ହେବ ସେ ତାଙ୍କର ସେଇ ହିସାବରେ କରିବେ। ତାଙ୍କ ଇଚ୍ଛା ହେଲେ ଟାଇଆ ପିନ୍ଧିବେ, ତାଙ୍କ ଇଚ୍ଛା ହେଲେ ପିନ୍ଧିବେ ନାହିଁ। ଇଏ ଆମ ତମ କଥା ନୁହଁ, ଇଏ ହେଉଛି ଭଗବାନଙ୍କ କଥା। ଆଉ ଜଣେ ଭାଇ କହୁଛନ୍ତି ଯେ ଗୁରୁବାରେ ଜଗନ୍ନାଥ ପିନ୍ଧନ୍ତି ନାହିଁ। ସେଇଟା କି ସତ କି ମିଛ ଭଗବାନ ଜାଣନ୍ତି। ଟିକିଏ ସମ୍ଭଳି ଯାଅ, ଦେଖ କ'ଣ ହେଉଛି। ଜଗନ୍ନାଥ ଟାହିଆ ପିନ୍ଧିଲେ ସୁନ୍ଦର, ନ ପିନ୍ଧିଲେ ବି ସୁନ୍ଦର, କାହିଁକିନା ସିଏ ବିଶ୍ୱ ବ୍ରହ୍ମାଣ୍ଡର ଠାକୁର। ସେଥିରେ କିଛି ଟେନସନ୍ ନାହିଁ। ଟାହିଆ ନାହିଁ, ଭକ୍ତ ମନରେ ମାନେ ବହୁତ ବାର କୋଶ୍ଚିନ୍ ତ, କିନ୍ତୁ ଜିନିଷଟାକୁ ସଠିକ୍ ଭାବରେ ନ ଜାଣିକିନା ଏଭଳି ଟିପ୍ପଣୀ, ଏଭଳି କମେଣ୍ଟ ଦେବା ସେଇ ନୁହଁ। ଏଥିରୁ ଟିକେ ନିବୃତ୍ତ ରୁହନ୍ତୁ ସମସ୍ତଙ୍କୁ। ଏତିକି ମାନେ ନିବୃତ୍ତ ଟିକେ ରୁହନ୍ତୁ ଏଥିରୁ, ସଠିକ୍ କଥା ଜାଣନ୍ତୁ। ଏ କଥାଟା ଦିନେ ଦୁଇ ଦିନ ପରେ କାଲି ସବୁ କିଛି ଜଣା ପଡ଼ିଯିବ। ସବୁଥିରେ ଖାଲି ଛାନିଆ ହେବାଟା କିଛି ଜରୁରୀ ନୁହେଁ, କମେଣ୍ଟ ହେବାଟା ବି କିଛି ଜରୁରୀ ନୁହେଁ। କାହିଁକିନା ଏଇଟା ଆମ ଭଗବାନଙ୍କର କଥା, ଦେଖି ଚାହିଁ କଥାବାର୍ତ୍ତା କରନ୍ତୁ। ରହୁଛି, ଧନ୍ୟବାଦ।